ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ୍, 20 ଛାତ୍ରୀ ଆହତ, ଚାଲକ ସମେତ 2 ଗୁରୁତର ମଧ୍ୟରେ କଲେଜ ଅଧ୍ୟକ୍ଷା ରୁବି ପ୍ରଧାନ ଜଣାଯାଇଛି। ଅଧ୍ୟାପକ ଓ ଗାଡ଼ି ଚାଳକକୁ ନୂଆପଡ଼ା ଜିଲ୍ଲା ଖଡ଼ିଆଲ ମହାତ୍ମା ଗାନ୍ଧୀ ସାମାନ୍ୟ ଆହତ ହୋଇଛି। ଅଧ୍ୟାପକ ଭେଙ୍କଟ ରାୟପୁର ଏକ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲର ଏକ ବସ୍ ଓଲଟି 2 ଜଣ ଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ସୂଚନା ଅନୁସାରେ ଗ୍ରୀଷ୍ମକାଳୀନ କୋର୍ସ କରିବାକୁ ଏହି ସ୍କୁଲର ଛାତ୍ରଛାତ୍ରୀମାନେ 2ଟି ବସ୍ରେ ଖଡ଼ିଆଲରୁ ଭବାନୀପାଟଣା ଯାଇଥିଲେ। ଭବାନୀପାଟଣା ଯିବା ରାସ୍ତାରେ ସିନ୍ଦିକେଲା ନିକଟସ୍ଥ ସୁଣ୍ଡିମୁଣ୍ଡାରେ ଛାତ୍ରୀମାନେ ବସିଥିବା ବସ୍ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିଲା। ଏହି ବସ୍ରେ 47 ଜଣ ଛାତ୍ରୀଙ୍କ ସମେତ 2 ଜଣ କର୍ମଚାରୀ ଥିଲେ। ତେବେ 20 ଜଣ ଛାତ୍ରୀ ଆହତ ହୋଇଛନ୍ତି। ସତ୍ୟନାମୀଙ୍କ 2 ଗୋଡ଼ ଭାଙ୍ଗି ଯାଇଛି ଓ ଗାଡ଼ି ଚାଳକ ଜିତେନ୍ଦ୍ର ସୁନା ଅଧିକ ଗୁରୁତର ଥିବା ଜଣାଯାଇଛି। କ୍ୟାମେରାମ୍ୟାନ୍ ସୀମିତାଙ୍କ ସହ କଳ୍ପଲତା ଭୋଇଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ୍ ଓଡ଼ିଶା।